ଶ୍ୟାମସୁନ୍ଦର ଅଗ୍ରୱାଲଙ୍କ ସତ୍ୟମ୍ ବ୍ରୁୟାତ୍। ମନ ତୋହର ନିଜ ଗୁରୁ। ଗୁରୁର୍ବ୍ରହ୍ମା ଗୁରୁର୍ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ଗୁ ଅର୍ଥ ଅନ୍ଧାର ଓ ରୁ ଅର୍ଥ ମୁକ୍ତି। ଏହି ଅର୍ଥରେ ଗୁରୁ ହେଉଛନ୍ତି ସେହି ମହାନ ବ୍ୟକ୍ତି ଯିଏ ଆପଣଙ୍କୁ ଅଜ୍ଞାନ ରୂପ ଅନ୍ଧାରରୁ ଦିବ୍ୟଜ୍ଞାନ ରୂପକ ଆଲୋକ ସାହାଯ୍ୟରେ ମୁକ୍ତି ପ୍ରାପ୍ତି ପ୍ରତି ଦିଗ୍ଦର୍ଶନ କରିଥାନ୍ତି। ସନ୍ଥ କବୀର କହିଥିଲେ ଯେ ଯଦି ଆପଣ ଗୁରୁ ଓ ଗୋବିନ୍ଦକୁ ଏକାଠି କେବେ ଦର୍ଶନ କରିବାର ସୁଯୋଗ ଲାଭ କରନ୍ତି ତେବେ ପ୍ରଥମେ ଗୁରୁଙ୍କ ଚରଣ ସ୍ପର୍ଶ କରିବେ, କାରଣ ଗୋବିନ୍ଦ କିଏ ଓ ତାଙ୍କର ପରିଚୟ କ'ଣ ତାହାର ଜ୍ଞାନ କେବଳ ଗୁରୁଦେବଙ୍କ ଦ୍ୱାରା ହିଁ ସମ୍ଭବ ହୋଇଥାଏ। ଯେଉଁ ଗୁରୁଙ୍କର ଶିକ୍ଷା ବିନା ଗୋବିନ୍ଦଙ୍କ ଅସ୍ତିତ୍ୱର ଜ୍ଞାନ ଓ ପରିଚୟ ଅଗୋଚର ହୋଇଥାଏ ସେହି ଗୁରୁଦେବ ହିଁ ଆପଣଙ୍କର ପ୍ରାତଃସ୍ମରଣୀୟ ଓ ପ୍ରଥମ ବନ୍ଦନୀୟ। ଏହିପରି ପୂଜନୀୟ ଗୁରୁମାନଙ୍କର କୌଣସି ଦୋଷ ଦୁର୍ବଳତା ଦେଖିବା ମୋ ପରି ଏକ ଅର୍ବାଚୀନ ଲେଖକର ଅଧିକାର ନଥିଲେ ବି କେଜାଣି କାହିଁକି ବେଳେବେଳେ ଏମାନଙ୍କର ବ୍ୟବହାର ଉପରୋକ୍ତ ବର୍ଣ୍ଣନା ସହିତ ତାଳମେଳ ଖାଉନଥିବାରୁ ଆଜି ଦୁଇ ଧାଡ଼ି ଲେଖିବାକୁ ବାଧ୍ୟ ହେଉଛି। ମହାଭାରତରେ ଗୁରୁ ଦ୍ରୋଣାଚାର୍ଯ୍ୟ ଗୁରୁକୁଳର ଏକ ଶ୍ରେଷ୍ଠ ପରିଚୟ ହୋଇଥିଲେ ହେଁ ତାଙ୍କର ବର୍ଣ୍ଣ ବୈଷମ୍ୟ ନୀତି ଯୋଗୁଁ ମହାବୀର କର୍ଣ୍ଣ ପରି ଯୋଦ୍ଧା ତାଙ୍କ ଶିକ୍ଷାଦାନରୁ ବଞ୍ଚିତ ହୋଇଥିଲେ। ତାଙ୍କର ପିତୁଳା ପୂଜା କରି ଏକଲବ୍ୟ ଯେତେବେଳେ ଧନୁର୍ବିଦ୍ୟାରେ ଅପ୍ରତିଦ୍ୱନ୍ଦ୍ୱୀ ହୋଇ ପଡ଼ିଲେ ଏଇ ଗୁରୁ ଦ୍ରୋଣ ଗୁରୁ ଦକ୍ଷିଣା ଆଳରେ ସେହି କୋମଳମତୀ ବାଳକର ଅସ୍ତ୍ର ଚାଳନାର ମୁଖ୍ୟ ଅଙ୍ଗ ଦକ୍ଷିଣ ହସ୍ତର ବୃଦ୍ଧା ଗୋଷ୍ଠୀ ଦାବି କରି ନେଇଯାଇଥିଲେ। ଗୁରୁ ଦ୍ରୋଣଙ୍କର ଏଇଭଳି ବ୍ୟବହାର ମନରେ ଅନେକ ପ୍ରଶ୍ନ ଉତ୍ଥାନ କରୁଥିବା ବେଳେ ଗୁରୁ ପରଶୁରାମଙ୍କ କର୍ଣ୍ଣଙ୍କ ପ୍ରତି ବ୍ୟବହାର ମଧ୍ୟ ଉଚିତ ମନେ ହୁଏ ନା। କର୍ଣ୍ଣଙ୍କର ଜାତିଗତ ପ୍ରମାଣ ମିଥ୍ୟା ସାବ୍ୟସ୍ତ ହୋଇସାରିଲା ପରେ ଗୁରୁ ପରଶୁରାମ ଯେତେବେଳେ ତାଙ୍କୁ ଅଭିଶାପ ଦିଅନ୍ତି ସେତେବେଳ ସମୟର କର୍ଣ୍ଣଙ୍କ ବକ୍ତବ୍ୟ ଆଜି ବି ଆଧୁନିକ ଗୁରୁମାନେ ଏକ ଆଦର୍ଶ ବକ୍ତବ୍ୟ ହିସାବରେ ପ୍ରଚାର କରୁଛନ୍ତି। ସେହି ବକ୍ତବ୍ୟଟି ହେଉଛି ଦୈବାୟ ତଂ କୁଳେ ଜନ୍ମ ମଦାୟ ତଂ ତୁ ପୌରୁଷମ୍। ଅର୍ଥାତ ମୋର କୂଳ ହେଉଛି ଦୈବାଧୀନ କିନ୍ତୁ ମୋର ପୁରୁଷତ୍ୱ ହେଉଛି ମୋ ଆତ୍ମାଧୀନ। ମୋର ପୌରୁଷ ପ୍ରତିପାଦନ କରିବା ପାଇଁ ମୁଁ ଦାୟୀ, କିନ୍ତୁ ଯେଉଁ ବର୍ଣ୍ଣରେ ଜନ୍ମ ହେବା ପାଇଁ ମୁଁ ଦାୟୀ ନୁହେଁ ସେଥିପାଇଁ ମୁଁ କାହିଁକି ଦଣ୍ଡନୀୟ ହେବି? ଗୁରୁ ପରଶୁରାମଙ୍କ ପାଖରେ ଏହି ପ୍ରଶ୍ନର କୌଣସି ଉତ୍ତର ନଥିଲା। ଗୁରୁ ଗୌତମ ଋଷିଙ୍କ ନିର୍ଣ୍ଣୟ କିନ୍ତୁ ଏହାଠାରୁ ଭିନ୍ନ ଥିଲା। ଏହା ଜାତି ଧର୍ମ କିମ୍ବା ବର୍ଣ୍ଣ ଉପରେ ଆଧାରିତ ନ ହୋଇ ଏକ ବିଶାଳ ମାନବିକତା ଢଙ୍ଗରେ ପ୍ରକାଶ ପାଉଥିଲା। ଜାବାଲିଙ୍କ ପୁତ୍ର ବାଳକ ସତ୍ୟକାମ ଯେତେବେଳେ ବାରମ୍ବାର ଆଶ୍ରମକୁ ଆସି ଗୁରୁ ଗୌତମ ଋଷିକୁ କହିଲା ଯେ ତା'ର ମା' ହେଉଛି ଜଣେ ଦାସୀ, ତେଣୁ ତା'ର କୌଣସି ସ୍ୱୀକୃତ ଜାତି ନାହିଁ ଓ ସେ କାହା ଔରସରୁ ଜନ୍ମ ହୋଇଛି ତା'ର ପରିଚୟ ଅଜଣା ଥିବାରୁ ତା'ର କେହି ସ୍ୱୀକୃତ ପିତା ମଧ୍ୟ ନାହିଁ, ସେତେବେଳେ ଗୌତମ ଋଷି ସେହି ବାଳକକୁ କୁଣ୍ଢେଇ ପକାଇ କହିଥିଲେ, ବାଳକ ତୋର ପିତା ଓ ବର୍ଣ୍ଣର ପରିଚୟ ମୁଁ ପାଇଗଲି। ସତ୍ୟ ହେଉଛି ତୋର ବର୍ଣ୍ଣ ଓ ସତ୍ୟକାମ ହେଉଛି ତୋର ନାମ। ମୋର ଆଉ ଅଧିକ ପରିଚୟ ଆବଶ୍ୟକ ନାହିଁ। ତୁ ଆଜିଠାରୁ ମୋର ଶିଷ୍ୟ ହେଲୁ ଓ ଏହି ସ୍ଥାନ ଆଜିଠାରୁ ତୋର ଆଶ୍ରମ ହେଲା। ଏ ହେଉଛି ପୌରାଣିକ ଯୁଗର ଗୁରୁଙ୍କ କାହାଣୀ। କେତେକ କ୍ଷେତ୍ରରେ ଗୁରୁମାନଙ୍କର ନିଷ୍ପତ୍ତିର ଯଥାର୍ଥତାକୁ ଆପଣ ପ୍ରଶ୍ନ କରିପାରନ୍ତି, କିନ୍ତୁ ସେମାନଙ୍କ ଜୀବନ ଓ ଜୀବନଶୈଳୀକୁ ଅନୁଧ୍ୟାନ କଲେ ସେମାନଙ୍କର ଏହିଭଳି ନିଷ୍ପତ୍ତି ପଛରେ କୌଣସି ମନ୍ଦ କିମ୍ବା ସଂକୀର୍ଣ୍ଣ ମନୋଭାବ ଥାଏ ବୋଲି ଆଦୌ ମନେ ହୁଏ ନା। ହୁଏତ ଏଭଳି କେତୋଟି ନିଷ୍ପତ୍ତି ପଛରେ ତତ୍କାଳୀନ ସାମାଜିକ ବ୍ୟବସ୍ଥାର ଯେଉଁ ନିୟମ ପ୍ରଚଳନ ଥିଲା ତାହା ଗୁରୁଜନମାନଙ୍କୁ ଏମିତି ପଦକ୍ଷେପ ନେବା ପାଇଁ ବାଧ୍ୟ କରିଥିବ। ଏବେ କିନ୍ତୁ ଯୁଗ ବଦଳି ଯାଇଛି, ସେହି ଅନୁସାରେ ଗୁରୁ ବି ବଦଳି ଯାଇଛନ୍ତି। ଆଜିକାଲି ଯୁଆଡ଼େ ଦେଖିବେ ମାଳ ମାଳ ଗୁରୁ, ସମସ୍ତେ ମଡ଼ର୍ଣ୍ଣ ଗୁରୁ, ସମସ୍ତଙ୍କର ହାଇଟେକ୍ ଆଶ୍ରମ, ପଞ୍ଚତାରକାଯୁକ୍ତ କୁଟୀର, XYZ କ୍ଲାସ୍ ସୁରକ୍ଷା ବ୍ୟବସ୍ଥା, ଏକ୍ଜିକ୍ୟୁଟିଭ୍ କ୍ଲାସ୍ ବିମାନ ଯାତ୍ରା, ଦେଶ ବିଦେଶ ଭ୍ରମଣ ଓ ଷ୍ଟାର କୂଳରେ ପ୍ରବଚନ। ଦିଲ୍ଲୀ, ମୁମ୍ବାଇ
ଅହମ୍ମଦାବାଦ ଓ ବାଙ୍ଗାଲୋର ପରି ମେଟ୍ରୋ ସହରମାନଙ୍କ ଉପକଣ୍ଠରେ ଶହ ଶହ ଏକର ଜମିରେ ନିଜର ଆଶ୍ରମ ନିର୍ମାଣ, ଦିନକ ପାଇଁ ସଭ୍ୟ ହେବାକୁ 5,000, ବର୍ଷକ ପାଇଁ 1 ଲକ୍ଷ ଓ ଆଜୀବନ ସଭ୍ୟ ହେବାକୁ 10ରୁ 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପଡ଼ିବ ଏବଂ କେବଳ ଆଜୀବନ ସଭ୍ୟ ହିଁ ଗୁରୁଦେବଙ୍କ ସହିତ ଘଣ୍ଟେ 2 ଘଣ୍ଟା ଏକାନ୍ତ କଥୋପକଥନ ପାଇଁ ସୁଯୋଗ ପାଇବେ। ଏମିତି ଅନେକ ଗୁରୁଙ୍କ ଅନେକ କାହାଣୀ। ସେଦିନ ମୋର ଜଣେ ବନ୍ଧୁଙ୍କ ଘରକୁ ଜଣେ ପ୍ରସିଦ୍ଧ ଜୈନ ଗୁରୁ ଆସିବାର ଖବର ଆସି ପହଞ୍ଚିଲା। ତାଙ୍କର ଆସିବା, ରହିବା ଓ ଖାଇବା ପିଇବାର ସମସ୍ତ ବ୍ୟବସ୍ଥା ସୁଚାରୁ ରୂପେ କରିବା ପାଇଁ 7 ଦିନ ପୂର୍ବରୁ କେତେଜଣ ଭକ୍ତ ଆସି ବନ୍ଧୁଙ୍କ ଘରେ ପହଞ୍ଚିଗଲେ। ପ୍ରଥମେ ସବୁ ଘର ଯେଉଁଠି ଯେଉଁଠି ଗୁରୁ ମହାଶୟ ରହିବେ, ଖାଇବେ ଓ ଚଳପ୍ରଚଳ କରିବେ ତାହା ନୂଆ କରି ପ୍ଲାଷ୍ଟିକ ପେଣ୍ଟ କରାଗଲା। ସମସ୍ତ ଆସବାବପତ୍ର ପରିବର୍ତ୍ତନ କରାଗଲା। ସୋଫା କଭରଠୁ ନେଇ ପର୍ଦ୍ଦା କନା ପର୍ଯ୍ୟନ୍ତ ସବୁ ନୂତନ ବ୍ୟବସ୍ଥା କରାଗଲା। କାରଣ ଗୁରୁଜୀ କୌଣସି ବ୍ୟବହୃତ ପଦାର୍ଥ ବ୍ୟବହାର କରନ୍ତି ନାହିଁ। ଗୁରୁଜୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସମୟରେ ଏକ ଶୁଦ୍ଧ ରୌପ୍ୟ ଥାଳିରେ ବିଭିନ୍ନ ପ୍ରକାର ତାଜା ଫଳ ଓ ପିସ୍ତା ବାଦାମ ଆଦି ଅର୍ପଣ କରାଯିବ ଏବଂ ଗୁରୁଜୀ ଫଳ ସହ ଥାଳିଟିକୁ ବି ନେଇଯିବାର ବିଧି ରହିଛି। 100-200 ଟଙ୍କାର ଫଳ ସହିତ 15,000 ଟଙ୍କାର ରୂପା ଥାଳିଟି ତାଙ୍କୁ କାହିଁକି ଦିଆଯିବ ତା ବୁଝାପଡ଼େ ନା। ଏମିତି ତ ଭାରତୀୟ ଅତିଥି ସତ୍କାରର ପରମ୍ପରା କେଉଁଠି ନାହିଁ। ଆମ ଘରକୁ ଯେଉଁ ବନ୍ଧୁବାନ୍ଧବ ଆସନ୍ତି ସେମାନେ ଯେଉଁ ଥାଳିରେ ଖାଆନ୍ତି ଗଲାବେଳେ ସେଗୁଡ଼ାକ ନେଇଯିବାର ବ୍ୟବସ୍ଥା ତ ନାହିଁ। ତେବେ ଗୁରୁଜୀ ଫଳତକ ଗ୍ରହଣ କରି ଥାଳିଟାକୁ ନେଇଯିବାର ବ୍ୟବସ୍ଥା ସହଜରେ ହଜମ କରି ହୁଏ ନା। ପ୍ରଭୁ ରାମଚନ୍ଦ୍ର ସବରୀ ହାତରୁ ଅଇଁଠା ଫଳ ଗୁଡ଼ିକ ଖାଇସାରି ସାଥିରେ ସବରୀ ଫଳ ଦେଇଥିବା ଚାଙ୍ଗୁଡ଼ିଟିକୁ ତ ନେଇଯାଇନଥିଲେ। ଅଥଚ ଆମ ଗୁରୁମାନେ ଅଇଁଠା ତ ଖାଇବା ଦୂରର କଥା, ଯେଉଁ ଥାଳିରେ ଖାଇବେ ସେଇଟା ନେଇଯିବା କ'ଣ ଯଥାର୍ଥତା କିଛି ବୁଝାପଡ଼େ ନା। ବୋଧହୁଏ ପ୍ରଭୁ ଖଲି ଓ କଦଳୀପତ୍ରରେ ଫଳମୂଳ ଖାଇ ଯେଉଁ ଆନନ୍ଦ ଲାଭ କରୁଥିଲେ, ଆଜି ଆମର ଗୁରୁଦେବ ରୌପ୍ୟ ଓ ସୁବର୍ଣ୍ଣ ଥାଳିରୁ ଫଳମୂଳ ଖାଇସାରି ଥାଳିଗୁଡ଼ିକ ପୁଣି ବାନ୍ଧି ନେବାରେ ସେତିକି ଆନନ୍ଦ ପାଉଛନ୍ତି। ଆହୁରି ଅନେକ ଗୁରୁ ଅଛନ୍ତି ଯିଏ ଘରକୁ ଆସିଲେ ନାରୀମାନଙ୍କ ଠାରୁ ଦୂରତ୍ୱ ରକ୍ଷା କରି ରୁହନ୍ତି। ଗୁରୁଜୀଙ୍କ ସାମ୍ନାକୁ ଘରେ କୌଣସି ନାରୀ ଆସିପାରିବେ ନାହିଁ। ଅନେକ କ୍ଷେତ୍ରରେ ଗୁରୁଜୀ ନାରୀମାନଙ୍କୁ ଦର୍ଶନ ମଧ୍ୟ ଦିଅନ୍ତି ନାହିଁ। କାରଣ ଗୁରୁଜୀ କୁହନ୍ତି ନାରୀ ହେଉଛି ନରକର ଦ୍ୱାର, ଆଉ ସେ ନରକଠାରୁ ଦୂରରେ ରହିବାକୁ ଉଚିତ ମନେ କରନ୍ତି। ଏହି ଯୁକ୍ତିର ଯଥାର୍ଥତା ଆଦୌ ବୁଝି ହୁଏ ନା। ଗୁରୁଜୀ ନିଶ୍ଚୟ 9 ମାସ ପର୍ଯ୍ୟନ୍ତ କୌଣସି ନାରୀର ଗର୍ଭରେ ଥିବେ। ତାଙ୍କର ଲାଳନ ପାଳନ ନିଶ୍ଚୟ କୌଣସି ନାରୀ ଦ୍ୱାରା ହିଁ ହୋଇଥିବ। ନାରୀ ହେଉଛି ତାଙ୍କର ଜନନୀ, ତଥାପି ସେ କେମିତି ନରକର ଦ୍ୱାର ହୋଇଗଲେ ଓ ଅସ୍ପୃଶ୍ୟ ହୋଇପଡ଼ିଲେ ତାହା ବୁଝାପଡ଼େ ନା। ଯାହାର ଜରାୟୁରେ ତୁମର ଅସ୍ତିତ୍ୱ ସୃଷ୍ଟି ହେଲା ଓ ଯାହାର ଗର୍ଭରେ ରହି ତୁମେ 9 ମାସ ପର୍ଯ୍ୟନ୍ତ ହାତ ଗୋଡ଼ ଛାଟିପିଟି ହେଲ, ଆଜି ତୁମେ ମହାତ୍ମା ହୋଇଗଲ ବୋଲି ସେ ଅସ୍ପୃଶ୍ୟ ହୋଇଯିବା ଅତ୍ୟନ୍ତ କ୍ଷୁଭର ବିଷୟ। ଭଗବାନ 16,000 ଗୋପନାରୀ ସହିତ ଲୀଳା କରି ଓ 10,108 ନାରୀକୁ ବିବାହ କରି ମଧ୍ୟ ଶ୍ରେଷ୍ଠ ବ୍ରହ୍ମଚାରୀ ହୋଇ ରହିପାରିଲେ। ଅଥଚ ତୁମେ ଥରେ ନାରୀ ଦେଖିଦେଲେ କି ଛୁଇଁଦେଲେ ତୁମର ବ୍ରହ୍ମତ୍ୱ ନଷ୍ଟ ହୋଇଯିବ। ୟାଠୁ ଆଉ ଆଶ୍ଚର୍ଯ୍ୟ କ'ଣ ହୋଇପାରେ? ପ୍ରବଚନରେ ଏମାନେ ଅର୍ଥକୁ ମାୟା ସହିତ ତୁଳନା କରି ଶ୍ରୋତାମାନଙ୍କୁ ଏହି ମାୟାଜାଲରୁ ମୁକ୍ତ କରିବା ପାଇଁ ବାରମ୍ବାର ଅନୁରୋଧ କରନ୍ତି। ଅଥଚ ଗୋଟିଏ ଗୋଟିଏ ପ୍ରବଚନ ପାଇଁ ଏମାନେ 5 ଲକ୍ଷରୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଉଣା ଦାବି କରିଥାନ୍ତି। ପ୍ରବଚନ ସରିବା ପରେ ପ୍ରାୟ ସମସ୍ତ ଶ୍ରୋତା ଗୁରୁଦେବଙ୍କ ଚରଣ ସ୍ପର୍ଶ କରି ଗୋଟିଏ ଗୋଟିଏ ମୁଦା ଲଫାପା ଗୁରୁଙ୍କ ପାଦ ତଳେ ରଖିଥାନ୍ତି। ଗୁରୁ ମାୟାକୁ କେବେ ସ୍ୱହସ୍ତରେ ସ୍ପର୍ଶ କରନ୍ତି ନାହିଁ। ସେଥିପାଇଁ ତାଙ୍କର ବିଶ୍ୱସ୍ତ ଚେଲା ଚାମୁଣ୍ଡା ଥାଆନ୍ତି ଯେଉଁମାନେ ସେସବୁ ଅର୍ଥରାଶିର ହିସାବ ରଖି କେବଳ ଗୁରୁଜୀଙ୍କୁ ଜଣେଇ ଦିଅନ୍ତି। ଗୁରୁଜୀଙ୍କ ପ୍ରବଚନ ସଭାରେ ଗୁରୁଜୀଙ୍କ ସାରଗର୍ଭକ ପ୍ରବଚନ ପରେ କେତେକ ବଛା ବଛା ବକ୍ତା ଗୁରୁଜୀଙ୍କର ଚମତ୍କାରିତା ଉପରେ ନିଜର ଅନୁଭୂତି 2 ପଦ ଲେଖାଏଁ କହନ୍ତି। ଏଇମାନେ ପ୍ରାୟ ସମାଜର ଲବ୍ଧ ପ୍ରତିଷ୍ଠ ବ୍ୟକ୍ତି ହୋଇଥାନ୍ତି, ଯେଉଁମାନଙ୍କର ବକ୍ତବ୍ୟ ବିଶ୍ୱାସଯୋଗ୍ୟ ହୋଇଥାଏ। ଟ୍ରେନ୍ ଫେଲ୍ଠୁ ନେଇ ପରୀକ୍ଷାରେ ଫେଲ୍ ହେବାର ଦୁର୍ଭାଗ୍ୟରୁ କେମିତି ଗୁରୁଜୀଙ୍କ ସ୍ମରଣ ମାତ୍ରେ ବଞ୍ଚି ଯାଇଛନ୍ତି
ତାର ଏକ ସୁଦୀର୍ଘ ମନୋରମ ବକ୍ତବ୍ୟ ଶୁଣିବାକୁ ମିଳେ। ବିପଦ ସମୟରେ ଗୁରୁଜୀ କିପରି ଟ୍ୟାକ୍ସି ଡ୍ରାଇଭରଠୁ ନେଇ ହସ୍ପିଟାଲରେ ଡାକ୍ତର ରୂପରେ ଅବତୀର୍ଣ୍ଣ ହୋଇ ସେମାନଙ୍କୁ ଦର୍ଶନ ଦେଇ ବିପଦମୁକ୍ତ କରିଥାନ୍ତି, ତାର ଏକ ବିଶଦ ବିବରଣୀ ଶୁଣିବାକୁ ମିଳେ। ପୁରାଣରେ ଭଗବାନ ମାତ୍ର 10ଟି ଅବତାର ରୂପ ନେଇ ପ୍ରାଣୀ ସମାଜକୁ ଦର୍ଶନ ଦେଇଥିଲେ। ମାତ୍ର କଳିଯୁଗରେ ଗୁରୁ ଶହ ଶହ ଅବତାର ରୂପ ନେଇ ପୃଥିବୀରେ ଅବତୀର୍ଣ୍ଣ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଏ ସମସ୍ତ ଲକ୍ଷଣ ବିଲକ୍ଷଣ ସତ୍ତ୍ୱେ ଆଜି ଗୁରୁମାନଙ୍କର ଜନସମାଜ ପ୍ରତି ଏକ ବିଶେଷ ଅବଦାନ ଅଛି। ଏମାନଙ୍କର କୌଣସି ଅଲୌକିକ ଗୁଣ ଥାଉ କି ନଥାଉ, କିନ୍ତୁ ଏକ ତୀବ୍ର ଆକର୍ଷଣ ଶକ୍ତି ଅଛି ବୋଲି ଆପଣଙ୍କୁ ମାନିବାକୁ ପଡ଼ିବ। ଥରେ ଭାବନ୍ତୁ, ଯେଉଁଠି ଆପଣ ଘରେ ମାତ୍ର 5 ଜଣ ଲୋକଙ୍କୁ ଏକାଠି ରଖିପାରୁନାହାନ୍ତି, ଏମାନଙ୍କର କ'ଣ ଏମିତି ଭଗବତ ଶକ୍ତି ଅଛି ଯେ ଯାହାଦ୍ୱାରା ଏମାନେ ଲକ୍ଷ ଲକ୍ଷ ଲୋକଙ୍କୁ ନିଜର ଅକ୍ତିଆରରେ ରଖିପାରୁଛନ୍ତି। ସବୁଠୁ ବେଶୀ ଆଶ୍ଚର୍ଯ୍ୟ ଲାଗେ, କେବଳ ମୂର୍ଖ ଜନସାଧାରଣ ନୁହନ୍ତି, ସମାଜରେ ବୈଜ୍ଞାନିକ ଓ ଡାକ୍ତର ସମେତ ଅନ୍ୟ କୌଣସି କ୍ଷେତ୍ରରେ ପ୍ରତିଷ୍ଠିତ ଶିକ୍ଷିତ ବ୍ୟକ୍ତିମାନେ ମଧ୍ୟ ଏମାନଙ୍କ ଆକର୍ଷଣରେ ବାନ୍ଧି ହୋଇ ରହିଥାନ୍ତି। ଏମାନଙ୍କର ଏହି ସକାରାତ୍ମକ ପ୍ରଭାବ ଯୋଗୁଁ ଆଜି ଅନେକ ଭକ୍ତ ତାଙ୍କର ସମସ୍ତ ଦୁଃଖ କଷ୍ଟ, କ୍ଷୋଭ ଓ ଭୟ ଆଦି ଗୁରୁଜୀଙ୍କ ପାଖରେ ସମର୍ପଣ କରିଦେଇ ରାତିରେ ଆରାମରେ ନିଦ ଯାଉଛନ୍ତି। ଗୁରୁଙ୍କ ଅଲୌକିକ ଶକ୍ତି ଉପରେ ସେମାନଙ୍କର ଅଗାଧ ବିଶ୍ୱାସ ଯୋଗୁଁ ସେମାନେ ହତୋତ୍ସାହ ନ ହୋଇ ଏକ ସୁସ୍ଥ ଓ ଉଦ୍ବେଗ ରହିତ ଜୀବନଯାପନ କରନ୍ତି। ଏମାନେ ଯାହା କୁହନ୍ତୁ ନା କାହିଁକି, ଏମାନଙ୍କ ଉପରେ ଭକ୍ତମାନଙ୍କର ପ୍ରବଳ ବିଶ୍ୱାସ ଆଜି ଅନେକ ବ୍ୟକ୍ତିଙ୍କୁ ଜୀବନରେ ଧୈର୍ଯ୍ୟ ହରା ନ କରେଇ ମାନସିକ ଭାରସାମ୍ୟ ହରାଇବାଠୁ ନେଇ ଆତ୍ମହତ୍ୟା ପରି ଘୃଣ୍ୟ ପଦକ୍ଷେପ ନେବାରୁ ନିବୃତ୍ତ କରିପାରୁଛି। ଏ ହେଉଛି ପୌରାଣିକ ଓ ଆଧୁନିକ ଯୁଗର ଗୁରୁଙ୍କ କାହାଣୀ। ଗୁରୁଙ୍କର ଏପରି ଲକ୍ଷଣ ଓ ବିଲକ୍ଷଣ ଅବଗତ ହେଲା ପରେ ମନରେ ସ୍ୱାଭାବିକ ଏକ ପ୍ରଶ୍ନ ଉଠେ, ତାହା ହେଉଛି ସଦ୍ଗୁରୁ କିଏ ଓ ତାଙ୍କର ଲକ୍ଷଣ କ'ଣ? ଏହି ପ୍ରଶ୍ନର ଉତ୍ତର ଅତ୍ୟନ୍ତ ସହଜ ଓ ସରଳ। ସଦ୍ଗୁରୁଙ୍କର କୌଣସି ବିଶେଷ ପରିଚୟ ନଥାଏ କି ତାଙ୍କର କୌଣସି ସ୍ୱୀକୃତ ଲକ୍ଷଣମାନ ନଥାଏ। ଗୋଟିଏ କଥା ମନେ ରଖନ୍ତୁ, ଯିଏ ଆପଣଙ୍କ ମନକୁ ଛୁଇଁ ପାରିଲା ସିଏ ହିଁ ଆପଣଙ୍କର ସଦ୍ଗୁରୁ ଓ ତାଙ୍କର ସମସ୍ତ ଲକ୍ଷଣ ହିଁ ଆପଣମାନଙ୍କ ପାଇଁ ସଦ୍ଗୁରୁର ଲକ୍ଷଣ। ପୌରାଣିକ କାହାଣୀରେ ଏକ ବିଶିଷ୍ଟ ତପସ୍ୱୀ ଯାହାଙ୍କ ତୀକ୍ଷ୍ଣ ଦୃଷ୍ଟିରେ ଆକାଶରେ ଉଡ଼ୁଥିବା ପକ୍ଷୀମାନେ ଭସ୍ମ ହୋଇଯାଉଥିଲେ, ସେ ଜଣେ ନାରୀଙ୍କ ନିର୍ଦ୍ଦେଶରେ ସହରର ଉପକଣ୍ଠରେ ଥିବା ଏକ ମ୍ଲେଚ୍ଛ ମାଂସ ବିକ୍ରେତାକୁ ମଧ୍ୟ ନିଜର ସଦ୍ଗୁରୁ ହିସାବରେ ସ୍ୱୀକାର କରିଥିଲେ। ତେଣୁ ଯାହାକୁ ଆପଣଙ୍କର ମନ ଗ୍ରହଣ କରୁଛି ସେ ହିଁ ନିଃସନ୍ଦେହରେ ଆପଣଙ୍କର ସଦ୍ଗୁରୁ। ଏକଥା ମୁଁ ନୁହେଁ, ସ୍ୱୟଂ ଭଗବାନ ଉଦ୍ଧବକୁ ଭାଗବତରେ କହିଯାଇଛନ୍ତି, ମନ ତୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ। ସମାପ୍ତ।